ପିଲାଦିନେ ଭାଇ ଭଉଣୀ ଦୁହେଁ ବୋଉକୁ କଞ୍ଜୁସ ବୋଲି ସମାଧାନ କରିଥିଲୁ। ମୁଁ ଆଉ ମୋର ଭାଇ କେବେ କୁଲ୍ଫି କି ଟଫି ପାଇଁ ଜିଦ୍ କଲେ ସେ ବଡ଼ ସ୍ନେହରେ ଆମକୁ ବୁଝାଇ ଦିଅନ୍ତି। ରୁଟିରେ ଆଳୁ ମସଲା ପୁରାଇ ରୋଲ୍ ବନାଇ କିମ୍ବା ରୁଟି ଉପରେ ଟେଳାଏ ଗୁଡ଼ ରଖିଦେଇ କହେ, ନିଅ ଖାଇନିଅ। ବାପା ଆରପାରିକୁ ଚାଲିଗଲା ପରେ ବୋଉ ଏବେ ଫ୍ୟାମିଲି ପେନ୍ସନ୍ ପଇସାରେ ଘର ଖର୍ଚ୍ଚ ତୁଲାଉଛି। ଆମଦାନୀର ଆଉ କିଛି ବ୍ୟବସ୍ଥା ନାହିଁ। ସେ କହେ, ଟଙ୍କାଏ କମେଇଲେ ସେଥିରୁ 8 ଅଣା ଘର ଖର୍ଚ୍ଚ, 4 ଅଣା ଅତିଥି ଅଭ୍ୟାଗତଙ୍କ ପରିଚର୍ଯ୍ୟା, ଦାନ ଧର୍ମରେ ଖର୍ଚ୍ଚ ପରା 4 ଅଣା। ଦୁଃଖ ଦୁର୍ଦ୍ଦଶା କ୍ଲେଶ ଯାତନା ଓ ରୋଗ ବୈରାଗରୁ ବର୍ତ୍ତିବା ସକାଶେ ସଞ୍ଚୟର ଆବଶ୍ୟକତା ଜରୁରୀ। ତୁମେ ଦୁହେଁ କୁହ, କୌଣସି ଆପତ ମୁଣ୍ଡ ଉପରେ ନାହିଁ। ଯାହା ହେଉ ବୋଉର ଘର ଖର୍ଚ୍ଚ ତୁଲାଇବା ସାଙ୍ଗକୁ ଭାଇ ଅଷ୍ଟମ ଆଉ ମୁଁ 10ମ ଶ୍ରେଣୀକୁ ଉଠିଗଲୁ। ସେ ବର୍ଷ ଭାଇ ଉତ୍କଟ ଟାଇଫଏଡ୍ ରୋଗରେ ଆକ୍ରାନ୍ତ ହେଲା। ଭାଇର ଚିକିତ୍ସା ନିମନ୍ତେ ଆବଶ୍ୟକ ଖର୍ଚ୍ଚ ସାଙ୍ଗକୁ ମୋର ବୋର୍ଡ ପରୀକ୍ଷା ସକାଶେ ଫିସ୍ ଦାଖଲ କରିବାର ସମସ୍ୟା ନାହିଁ। କେତେ କେତେ ଛୋଟ ବଡ଼ ସଙ୍କଟ ଓ ଆପତ ବେଳେ ସଞ୍ଚୟର ସାଧନ ବନିଯାଇଥିଲା ବୋଉ। ଏବେ ଆମ ଭାଇ ଭଉଣୀ ଦୁହେଁ ପଢ଼ା ଲେଖା ଶେଷ କରି ଭଲ ଦରମାରେ ଚାକିରି ଖଣ୍ଡେ କରି ନିଜ ନିଜ ପରିବାରରେ ବେଶ୍ ଖୁସିରେ ଅଛୁ। ବର୍ତ୍ତମାନ ବୋଉ ଆମ ଗ୍ରହଣରେ ନାହିଁ ସିନା, କିନ୍ତୁ ତାର ସଞ୍ଚୟର ନୀତିକୁ ଆମେ ନିଜ ଜୀବନରେ ଗ୍ରହଣ କରିନେଇଛୁ।